ତମ ସବୁ କଥା ବୋଲିଲେ ମୋ ମନ ପଡୁଛି। ଆଜି ତମେ ମୋତେ କି କଥା ମିଳିନି ମୁଁ ତମକୁ ନିଧି ବୋଲି ଡାକିବି ବୋଲି କି ମୋତେ ବହୁତ ଭଲ ପାଏ। ସେଦିନ ଥିଲା ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ମୋ ଜନ୍ମଦିନ। ମୁଁ କ୍ଷୀରି ଖାଇବାକୁ ଭଲ ପାଏ ବୋଲି ମୋ ମାମା ମୋ ପାଇଁ କ୍ଷୀରି ତିଆରି କରି ଦେଇଥିଲା। ଆମ ଦିଦି ତାରି ହାତରେ ମୋତେ ଖୁଆଇ ଦେଇଥିଲା। ମୋ ଦିଦି ମୋ ପାଇଁ କଣ କରୁଛି ତମେ ଦେଖିବ? ତାହେଲେ ଅପେକ୍ଷା କର, ଅପେକ୍ଷା କର ତମେ, ଅପେକ୍ଷା କର। नमस्कार दीदी तुम्हें सुमन दीदी ना कौन भूल सुमन बड़ भौणी और मो बड़ भौणी এটা বলে সুমন সব রিজর্ভ করি না
ଆଉ ସୁମନ ସହିତ ମୋ ସମ୍ପର୍କ ଏତେ ମଜବୁତ ହେଇଯାଇଛି ଆମେ ଯଦି ଅନୁଭବ ହୁଏ ନା ଆପା ମଧ୍ୟ ଜୀବନ ଚାଲିଯିବ ଆମେ କେହି ବଞ୍ଚିବୁନି। ତମେ ବ୍ୟସ୍ତ ହୋଇ ଯିବ ତମକୁ ମାନେ କେହି ସହାୟତା କରିପାରିବେ ଏ ଦୁନିଆର କୌଣସି ଶକ୍ତି ତମକୁ ମଧ୍ୟ ଦୂରେଇ ପାରିବନି କେହି ବି ଦୂରେଇ ପାରିବନି ଆମକୁ। ଶୁଣ ଦିଦି ଅନେକ ଦୂର ମୋ ଦିଦିଙ୍କର ବାହାଘର ସରିସାରିଲାଣି କିନ୍ତୁ ମୁଁ ଅପେକ୍ଷା କରିଥିଲି ମୋ ଦିଦି ସହ ଦେଖା ଆମର ବାହାଘର ହବ ଆହୁରି ବି ଚେଷ୍ଟା କରିଥିଲି ମୋ ଦିଦି ମୋତେ ନିଜେ ଘର ପାଣିରେ ଗାଧେଇଦବ ନିଜେ ମୋତେ କନ୍ୟା ଭିତରେ ସଜେଇ ଦେଇ ଏ ବିଲମ୍ବର ଭିତରେ ବସାଇଦବ। ଏତେ ଖୋଜିବା ପରେ ମୋ ଦିଦି ସହ ଦେଖା ହେଇପାରିଲାନି ଯେତେବେଳେ ମୋ ନିଜ ଦିଦି କଥା ମୁଁ ଭୁଲିଗଲି। ହେ ଦିଦି ତମେ ମୋ ନିଜ ଦିଦି ବଦଳରେ ଦିଦି ହେଇ ତମେ ନିଜେ ମୋତେ ଘର ପାଣିରେ ଗାଧେଇଦବ ତମେ ନିଜେ ମୋତେ କନ୍ୟା ଭିତରେ ସଜେଇ ଦେଇ ଏ ବିଲମ୍ବର ଭିତରେ ବସାଇଦବ। କୁହ ଦିଦି ତମେ ମୋ ପାଇଁ ଏତିକି କରିପାରିବନି ପରା ମନରେ ମନରେ ମୋ ପ୍ରେମକୁ ତମେ ଶୀଘ୍ର ରୂପ ଦେଇପାରିବନି। କୁହ ଦିଦି ଏ ବିଲମ୍ବ ତମ ବାହାଘର କରିପାରିବନି ଇଚ୍ଛା କରିବି ତ ବାହାଘର କରିବି ଏ ଦିଦି ଏ ଦିଦି ମୁଁ ତ କିଛି କମ୍ ଭଲ ପାଏନି ଆମ ଭଲ ପାଇବା ସବୁଠୁ ଅଲଗା ଆମ ପ୍ରେମ ସମ୍ପୂର୍ଣ୍ଣ ନିଆଁ ଯଦି ଚାକିରି ଦେଖିବ ନା ତାହେଲେ ମୁଁ ଦେଖେଇ ଦିଅନ୍ତି ମୋ ହୃଦୟରେ ରାଣୀ କେବଳ ସୁମନ ବସିଛି କେବଳ ସୁମନ। ଦୀପ ଦିଦି ଏଠି ତ କେହି ନାହାନ୍ତି ତମେ ଦୀପ କାନ୍ଦନ୍ତି ସେ ବର୍ତ୍ତମାନ ବହୁତ ଦୂରରେ ମାନେ ଆଉ ଗୋଟେ ଗାଡ଼ିର ପଡ଼ ଦୋକାନରେ ସେ ବନ୍ଧା ପଡ଼ି ଯାଇଛନ୍ତି। ତାହେଲେ ସେ ସମସ୍ତଙ୍କ ପ୍ରତାରଣା କରୁଛନ୍ତି ଚାଲ ତମେ ମୋତେ ତାଙ୍କ ପାଖକୁ ନେଇଯାଅ ତ ମୋଦିକାର ଜୋର ଜବରଦସ୍ତ ତାଙ୍କ ଆଦା କରିବି ତମର ଶାନ୍ତ ସରଳ ନିଆଁ ବିଶ୍ୱାସ କଥା ହୁଏ କେବେ ବି ଆମେ ଜାଣିବାକୁ ଆପଣ ସେମିତି କୁହନ୍ତୁ ତାଙ୍କର ଅମଙ୍ଗଳ ଚିନ୍ତା ମୁଁ କେବେ କରିପାରିବି ତମର ଚିନ୍ତା କରୁଛନ୍ତି ତାର ଆଗଟା ବୁଝୁଛି ଏ ସମସ୍ୟାର ସମାଧାନ ପାଇଁ ମୋତେ ନିଜେ ସେଠି ଯିବାକୁ ପଡ଼ିବ ଆଉ ଗୋଟେ ଭାଇ ହିସାବରେ ମୋର ନିଶ୍ଚୟ ନିଶ୍ଚୟ ମୁଁ ଯିବି ନିଶ୍ଚୟ